नमस्कार ମୁଁ ସ୍ୱାଗତ କରୁଛି ନ୍ୟୁଜ ରୁମ୍ କୁ। ମୋ ସହିତ ଅଛନ୍ତି କଣ୍ଠଶିଳ୍ପୀ ତାରିକା ଫିଜା। ସାର୍ ଗୋଟେ ଖବର ଆସି ପହଞ୍ଚୁଛି ଯେ ଅଭିଜିତ ମଜୁମଦାର ଗୁରୁତର ରହିଛନ୍ତି, ତାଙ୍କୁ ଏମ୍ସ ରେ ଭର୍ତ୍ତି କରାଯାଇଛି ଏବଂ ଇଏ ଖବର ଆସି ସାମ୍ନାରେ ପହଞ୍ଚୁଛି। ସାର୍ ଆପଣଙ୍କ ପାଖରେ କିଛି ଅପଡେଟ୍ ଖବର ରହିଛି ଯେ ଅଭିଜିତ ଦାଦାଙ୍କର ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି? ଦେଖନ୍ତୁ ମୁଁ ପର୍ସନାଲି ତ ସେତେ ଯାହା ସମସ୍ତଙ୍କୁ ଜଣା ସେଇଆ ହିଁ ହେଇଥିବ। ଆଣ୍ଡ କିଛି ନାହିଁ, ସମସ୍ତଙ୍କ ଓଡିଆଙ୍କର ମାନେ ହୃଦୟର ମଣିଷ ସେ, ଯାହାକି ସମସ୍ତେ ଶିଖିଛନ୍ତି ତାଙ୍କଠୁ। ତ ନିହାତି ଭାବରେ ମହାପ୍ରଭୁଙ୍କ ଆଶୀର୍ବାଦରୁ ସେ ଜଲ୍ଦି ହିଁ ରିକଭର ହେଇଯିବେ। ଆଣ୍ଡ ଆସିଯାନ୍ତୁ, ସମସ୍ତଙ୍କ ବିଷୟ ଅଛି ଯେତେ ଜଲ୍ଦି ରିକଭର ହେଇଯିବେ। ଆପଣ ଶେଷ ଥର ପାଇଁ କେବେ ଦେଖିଥିଲେ ଅଭିଜିତ ଦାଦାଙ୍କ ସିଏ ତାଙ୍କ ଦେହ ଖରାପ ହେବାର ଗୋଟେ ଦିନ ପୂର୍ବ ଗୋଟେ ଦିନ ପୂର୍ବ କିମ୍ବା ସେଇ ଦିନ ବି ମୁଁ ଦେଖା କରିଛି ତାଙ୍କୁ। ଆ ଭଲ କଣ୍ଡିସନ ଆଣ୍ଡ ବହୁତ କଥା ହେଲେ ବି ଆମେ କଥା ହେଇକି ମୁଁ ଆସିଲି। ଗୀତ ବିଷୟରେ ବି ଡିସକସନ୍ସ ଥିଲା। ଭଲ, ଆଜ୍ଞା। ଗୋଟେ ଯାହା ଆମ ପାଖରେ ଗୋଟେ ଛୋଟିଆ ଖବର ରହୁଛି ଯେ ଫୁଡ ପଏଜନ ଆଗ ଦେଖା ଦେଇଥିଲା ଏବଂ ତାପରେ ଗୋଟେ ଇଞ୍ଜେକ୍ସନ ନେଇଥିଲେ, ତାପରେ ତାଙ୍କ ଶରୀରର ଅବସ୍ଥା ଟିକେ ଖରାପ ହବାକୁ ଲାଗିଲା। ଏଭଳି କିଛି ଖବର ଆପଣଙ୍କ ପାଖରେ ଥିଲା କି ଯେବେ ନାଇଁ ଆଜ୍ଞା, ମୁଁ ଆକ୍ଚୁଆଲି ପର୍ସନାଲି ମେଡିକେସନ୍ସ ବଗେରାର ଡିଟେଲ୍ସ ମୁଁ କିଛି ଜାଣିନି। ସେ ପର୍ସନାଲି ମୁଁ ତ ଜାଣିନି ଆ ବିଷୟରେ। ବଟ୍ ଯାହା ବି ହଉ, ଏଇଆ ହିଁ ରହିବ କି ଦାଦାଙ୍କ ଗୀତକୁ ପ୍ରତ୍ୟେକ ସମୟରେ ସମସ୍ତେ ଅପେକ୍ଷା କରିଛନ୍ତି। ଆଉ ଏମିତି ବି ଆଗକୁ ଆମେ ନିହାତି ଭାବରେ ହୃଦୟରୁ 500% ସିଓରିଟି ଯେ ଦାଦାଙ୍କ ମ୍ୟୁଜିକ କଣ୍ଟିନ୍ୟୁ ରହିବ ସମସ୍ତଙ୍କ ହୃଦୟରେ। ଆପଣ ତ ଦୀର୍ଘ ଦିନ ହବ ତାଙ୍କ ସହିତ କାମ କରୁଛନ୍ତି, ଆଗରୁ କେବେ ଏମିତି ଆଜ୍ଞା। ଦେଖିଥିଲେ ଅଭିଜିତ ଦାଦାଙ୍କ ଦେହ ଏମିତି ଟିକେ ଖରାପ ହବା ବା ଏଇଭଳି ଦେଖନ୍ତୁ, ଏଇଟା ରେଗୁଲାର କଥା ମଣିଷ ଜୀବନରେ। ଦେହ ଖରାପ ହେବା ସ୍ୱାଭାବିକ କଥା। ସେମିତି ମୁଁ କୁ ନେଇ କେବେ ଏମିତି ଯୋଉ ଖବର ଗଣମାଧ୍ୟମରେ ଆସିଲା ଯେ ନାଇଁ, ସେମିତି ମୁଁ ସୋରିଆ କେବେ ନଥିଲା। ମୁଁ ଏବେ ସେଟା ଶୁଣିବାକୁ ପାଇଥିଲି। ଆଣ୍ଡ ଦେନ୍ ତାପରେ ରିକଭର ବି କରିଛନ୍ତି ସେଥିରୁ। ଯାହା ଡକ୍ଟର୍ସଙ୍କର ନ୍ୟୁଜ ଥିଲା, ଯାହା ଆମେ ଶୁଣିଛୁ, ଖବର କେତେ ଦୂର କଣ ସତ ସେ ତ ଆକ୍ଚୁଆଲି ଦାଦାଙ୍କ ଫ୍ୟାମିଲିରେ ପ୍ରାୟ ସିଓରିଟି ସହିତ ଜାଣିଥିବେ। ଆପଣ ଏମ୍ସ କୁ ଆସୁଛନ୍ତି ଭେଟିବା ପାଇଁ? ଆଜ୍ଞା ଆଜ୍ଞା। ଆକ୍ଚୁଆଲି ମୁଁ ବି, ମୋର ବି ଦେହ ଭଲ ନାହିଁ, କାହିଁକି ନା ମୋର ଟିକେ ସିଜନାଲ ଇସ୍ୟୁ ଟିକେ ଅଛି। ତ ଦାଦାଙ୍କ ଠୁ ଏବେ ସେ ସବୁ ଜିନିଷ ଆମେ ମାନେ ଯେହେତୁ ଇନଫେକ୍ସନ୍ସ ରୁ ସେ ଦୂର ରହିବା ଦରକାର। ତ ସେ ବି ଧ୍ୟାନ ରଖିକି ମୁଁ ନିହାତି ଭାବରେ ଦାଦାଙ୍କୁ ଯେତେ ଜଲ୍ଦି ହବ ପସିବଲି ଦେଖିବା ପାଇଁ ଚେଷ୍ଟା କରିବି। ଧନ୍ୟବାଦ ସାର୍, ଧନ୍ୟବାଦ।